ପଚାରୁଛନ୍ତି ପରିକିତ ମହାରାଜ ସୁଖଦେବ ଗୋସ୍ୱାମୀ କି ପ୍ରଭୁ ନଳକୂପରେ ମଣିଗ୍ରୀବ କଣ ଏମିତି କାର୍ଯ୍ୟ କରିଥିଲେ ଯଦ୍ୱାରା ନାରଦ ମୁନି କ୍ରୋଧ ହୋଇ ତାଙ୍କୁ ଅଭିଶାପ ଦେଲେ? ସେଇ କଥା ମତେ ଶୁଣିବାକୁ ବହୁତ ଇଚ୍ଛା ହଉଛି, ମତେ ବର୍ଣ୍ଣନା କରନ୍ତୁ। ସେଠୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି, ମଣିଗ୍ରୀବ ନଳକୂପରେ କଣ ଥିଲେ ପୂର୍ବରେ ସେଟା ସେ ବର୍ଣ୍ଣନା କରୁଛି। ତାର ଇତିହାସ କଣ ଥିଲା, ପୂର୍ବ ଜନ୍ମରେ ସେମାନେ କଣ ଥିଲେ। କୁବେରଙ୍କର 2 ଜଣ ପୁତ୍ର ଥିଲେ, କିଏ କିଏ? କୁବେର ଆଉ ମଣିଗ୍ରୀବ ଆଉ ନଳକୁବେର। ଆଉ କୁବେର ତ ବହୁତ ଧନୀ ବ୍ୟକ୍ତି। ଆଉ ଶିବଜୀଙ୍କର 2 ଜଣ ମହାନ ଭକ୍ତ ଥିଲେ, କିଏ? ମଣିଗ୍ରୀବ ଆଉ ନଳକୁବେର। ଆଉ ଧନ ମତରେ ଏତେ ମଦମତ୍ତ ହେଇଛନ୍ତି। ଦିନେ କଣ ହେଇଛି, କୈଳାସ ନିକଟସ୍ଥ ମନ୍ଦାର ଗଙ୍ଗା ଯୋଉ ଅଛନ୍ତି ସେଇଠି କଣ କରୁଛନ୍ତି, ମଦିରା ପାନ କରୁଛନ୍ତି। ଏ 2 ଜଣ ମଦିରା ପାନ କରି ଅପ୍ସରା ମାନଙ୍କ ସହିତ କଣ କରୁଛନ୍ତି, ଜଳ କ୍ରୀଡ଼ା କରୁଛନ୍ତି। ଦେହରେ ବସ୍ତ୍ର ନାହିଁ, ଉଲଗ୍ନ ହେଇକି କଣ କରୁଛନ୍ତି, ଜଳ କ୍ରୀଡ଼ା କରୁଛନ୍ତି। ସେଇ ସମୟରେ କଣ ହେଇଛି, ନାରଦ ମୁନି ସେ ମାର୍ଗ ଦେଇ ଯାଉଛନ୍ତି। ନାରଦ ମୁନି ଦେଖିଲେ, କହିଲେ ଏଇ 2 ଜଣ ଦେବପୁତ୍ର ନିଜର ସ୍ଥିତିରୁ କଣ ହେଇଛନ୍ତି, ପତନ ହେଇଛନ୍ତି। ଆଉ ନାରଦ ମୁନିକି ଦେଖିଲା ପରେ ମଧ୍ୟ ସେମାନେ କଣ କରୁଛନ୍ତି, ନାରଦ ମୁନିକି ମୁନିବର ବୋଲି ସମ୍ମାନ ଦଉନାହାନ୍ତି। ସେମାନେ ସେ ଜଳ କ୍ରୀଡ଼ାରେ ସେ ଅପ୍ସରା ମାନଙ୍କ ସହିତ ଖେଳୁଛନ୍ତି। ନାରଦ ମୁନି କିଛି ସମୟ ସେଠି ଛିଡ଼ା ହେଲେ, କିନ୍ତୁ ଦେବପତ୍ନୀ ମାନେ ଯୋଉମାନେ ଥିଲେ, ଦେବକନ୍ୟା ମାନେ, ସେମାନେ କଣ କଲେ, ନିଜ ଦେହକୁ ବସ୍ତ୍ର ଦ୍ୱାରା ଆବୃତ କଲେ ଆଉ ସେଠି ଚାଲିଗଲେ। ନାରଦ ମୁନି ଦେଖିଲେ, କହିଲେ ଏଇ 2 ଜଣ ଉଦ୍ଧତ କୁବେର ପୁତ୍ର ନିଜର ପ୍ରକୃତ ସ୍ୱରୂପ କଣ ସେମାନେ ଭୁଲି ଯାଇଛନ୍ତି। ତେଣୁକରି ସେମାନଙ୍କୁ ମୁଁ ଉଚିତ ଦଣ୍ଡ ଦେବି। ଚିନ୍ତା କରି କଣ କଲେ, ସେମାନଙ୍କୁ କହିଲେ ତୁମ ଏଭଳି ଭାବରେ ମଦମତ୍ତ ଅବସ୍ଥାରେ ଥିବା ଯୋଗୁଁ ମୁଁ ତୁମକୁ ଅଭିଶାପ ଦଉଛି, ତୁମେ ବୃକ୍ଷ ଜନ୍ମେ ପ୍ରାପ୍ତ ହୁଅ। ସାଧାରଣତଃ ଯେଉଁମାନେ ଏଇ ଜଗତରେ ନିଜର ସଂସ୍କାର ସଂସ୍କୃତିକୁ ଯେଉଁମାନେ ଭୁଲି ଯାଆନ୍ତି, ଏଭଳି ଭାବରେ ବିନା ବସ୍ତ୍ରରେ ଉଲଗ୍ନ ହୋଇ ଭ୍ରମଣ କରନ୍ତି, ସେମାନଙ୍କୁ ଏଭଳି ଭାବରେ ବୃକ୍ଷ ଜନ୍ମ ମିଳିଥାଏ। ନାରଦ ମୁନି ସେଠି ଅଭିଶାପ ଦେଲେ, ବୃକ୍ଷ ଯେଉଁଭଳି ଭାବରେ ଉଲଗ୍ନ ହୋଇ ବହୁତ ବର୍ଷ ଧରି ବିଭିନ୍ନ ପ୍ରକାର କଷ୍ଟ ତାପ ପାଇ ଜୀବନ ଯନ୍ତ୍ରଣା କଷ୍ଟ ପାଇକରି ଜୀବନ ବିତାଇ ଥାଏ, ତୁମେ ସେଭଳି ଭାବରେ ବୃକ୍ଷ ଜନ୍ମ ପ୍ରାପ୍ତ ହୁଅ। ନଳକୂପରେ ଯେତେବେଳେ ଶୁଣିଛନ୍ତି ଏ କଥା, ନାରଦ ମୁନିକି ସେଠି କହିଲେ ଆମକୁ କ୍ଷମା କରନ୍ତୁ, ଆଉ ଆମର ଭୁଲ ହେଇଯାଇଛି, ସବୁ କରିକି ମତେ କ୍ଷମା କରନ୍ତୁ। କହିବା ପରେ ନାରଦ ମୁନି କହିଲେ, ମୋର ତ ଅଭିଶାପ ମୁଁ ଫେରାଇ ନେଇପାରିବି ନା, ତେଣୁ ତୁମର ଉଦ୍ଧାର ହେଇପାରିବ ଭଗବାନ କୃଷ୍ଣ ଯେତେବେଳେ ଆସିବେ ତୁମକୁ ଉଦ୍ଧାର କରିବେ ସେଇ ଅଭିଶାପ। କିନ୍ତୁ ବର୍ତ୍ତମାନ ତୁମେ ବୃକ୍ଷ ଜନ୍ମ ପ୍ରାପ୍ତ ହେଇକି 1100 ଦିବ୍ୟ ବର୍ଷ ଧରି ତୁମେ କଣ କର, ବାହାରେ ରହିବ। କୋଉଠି ନା ନନ୍ଦ ବାବାଙ୍କ ଅଗଣାରେ, ସେଠି ତୁମେ ବୃକ୍ଷ ଜନ୍ମ ହିଁ ରହିବ। ନାରଦ ମୁନିଙ୍କ ଅଭିଶାପ ଶୁଣି ସାରିଲା ପରେ ସେମାନେ
तुरंत सेठू पृथ्वी लोक आसिले। पृथ्वी लोक आसी जामला अर्जुन वृक्ष दीटा ही जन्म हेले। एठे बहुत सारे शिक्षा दौरान आचार्य माने जो मान निकट रे अधिका बा ऐश्वर्य थिबो से माने कहा को सम्मान देबे ना कि कहार उपदेश श्रवण करिबे ना। किंतु जो माने निहाती गरीब जो माने पाखरे धन संपत्ति नाही से माने अति सहज रे अन्य जन को सम्मान देबे। गुरु आचार्य मान को वरिष्ठ भक्त मान को से कौन करेंगे सम्मान देवे और उपदेश सहज ग्रहण करेंगे। किंतु जहाँ पाखे ऐश्वर्य अच्छी धन अच्छी सी यही उपदेश ग्रहण करने दूर कथा सम्मान देवना। तेणुक नारद मुनि दंड देले अभिशाप देले। तो ना मुनिकर भक्तंकर अभिशापटा भी आम मंगलजनक। भक्तंकर अभिशाप मध्य आम मंगल। उभय भक्त आ भगवान दंड आम कौन हुए मंगलजनक। तेणु शास्त्र कहते जहारी निकट रे अधिका धन अच्छी सी केवल भगवान भक्ति आचरण करें। समस्त नुहति बहुत सारे धनी व्यक्ति मध्य अच्छे भगवान भक्ति कहवा तात्पर्य होची ऐश्वर्य थिले आमको कौन करी अहंकार गर्भ आनबा आमरी हृदय आमर नम्रता आउ सरल विनय भाव हो पार ना। रानी महाराणी कुंती मध्य से कथा कहते जहाँ पाखे चारिटा जिनस अच्छी से केवल भगवान भक्ति आचरण कर जन्म ऐश्वर्य श्रुत श्री एधम मान मदापमान। उच्च कूल जन्म ये गोटे कौन कर अहंकार सृष्टि कर। ऐश्वर्य जहाँ पाखे धन अच्छे अधिका ये कुबेर पुत्र कौन है धन गर्भे गर्वित ही नारद मुनि की मध्य एत बड़ आचार्य को असम्मान कले। ऐश्वर्य श्रुत श्रुत मान पांडित्य अधिक उच्च शिक्षित जो मैंने होते से मन में गर्व आस अहंकार आस। आओ तो श्री सौंदर्य जी अधिका सुंदर हो से निज भाव मु बड़ सुंदर आ कहीं ना ए जगत रे मो ठार सुंदर व्यक्ति कहीं ना। भाई चारिटा जिनस व्यक्ति कौन करे निजर अधपतन कराई थाए। कुंती महाराणी से कथा कहते भगवान भक्त को मान पारे ना जो मैंने अकिंचन जो मैंने पाखे धन ऐश्वर्य श्रुत श्रीधि ना से भगवान भक्त हो पारे। कि आम तो देखुचे इस्कन बड़ बड़ उच्च शिक्षित भक्त होते अधिका धन संपत्ति अच्छी जहाँ पाखे से भक्त होते। इस्कन बहुत बड़ बड़ उच्च शिक्षित व्यक्ति मैंने अच्छा ना से केमती भक्त हेले। अमेरिकार बहुत बड़ कंपाउंडर मालिक सी जोता पिंधिक धोती पिंधि चलुचे सी कि भक्त हेले तो अहंकार आसा कथा।
ଆପଣ ଦାମୋଦର ଲୀଳାରେ ଶୁଣିଥିବେ ଶେଷକୁ ଏହାର ଉତ୍ତରରେ କୁହାଯାଉଛି କାହିଁକି ସେମାନେ ଭକ୍ତ ହେଇପାରିଲେ। ଦାମୋଦର ଲୀଳାରେ ଯେତେବେଳେ ଯଶୋଦା ମାତା ବାନ୍ଧୁଛନ୍ତି ଭଗବାନ କୃଷ୍ଣଙ୍କୁ 2 ଆଙ୍ଗୁଳି କମ ପଡୁଛି ନା, ସେ 2ଟା ଆଙ୍ଗୁଳିର ଉଦ୍ଦେଶ୍ୟ କଣ, କାମ କଣ? ଏଇଟା ମୁଁ ସେଦିନ କହିଥିଲି, ଶୁଣିଥିଲ ନାଇକି? 2ଟା ଆଙ୍ଗୁଳି ଯୋଉ କମ ପଡିବ ତାର ପଛରେ କାରଣ ହଉଛି, ଗୋଟିଏ ହେଲା ପ୍ରୟାସ। ଜୟ ଶ୍ରୀ ରାଧା ଗୋବିନ୍ଦ ସୀତାରାମ ଭକ୍ତ ହନୁମାନ କି। ଗୋଟିଏ ହେଲା ପ୍ରୟାସ, ଯଶୋଦା ମାତା ପ୍ରୟାସ କରୁଥିଲେ। ଆଉ ଗୋଟେ ହେଲା ଭଗବାନଙ୍କ କୃପା। ଏ 2ଟା ଯୋଉ ପର୍ଯ୍ୟନ୍ତ ନ ମିଶିଛନ୍ତି, ଏକାଠି ନ ହେଇଛନ୍ତି, ଯଶୋଦା ମାତା କେବେ ହେଲେ ବାନ୍ଧି ପାରିନଥାନ୍ତେ। ପ୍ରୟାସ କରୁଛନ୍ତି, ଆଉ ଏପଟେ ଭଗବାନଙ୍କ କୃପା ହେଇନଥିଲା, ବାନ୍ଧି ପାରୁନଥିଲେ। ଭଗବାନଙ୍କୁ ବାନ୍ଧିବାଟା ଏତେ ସହଜ କଣ? ଭଗବାନ ନିଜେ ବନ୍ଧା ପଡ଼ିଲେ ଯାଇକି ବାନ୍ଧି ଅଛି। ଭଗବାନ ରାଜି ହେଲେ, କହିଲେ ହଁ ମା ଏଥର ମତେ ତୁ ବାନ୍ଧି ପାରିବୁ। କୃପା ହେଲା, ଭଗବାନଙ୍କ କୃପା ହେଲା, ତାର ସେ ବାନ୍ଧିଲେ। ତ ଭକ୍ତି ରାଜ୍ୟରେ ଆମକୁ ଭକ୍ତି କରିବାକୁ ହେଲେ ଧୈର୍ଯ୍ୟ ଧରିବାକୁ ପଡ଼ିବ, ପ୍ରୟାସ କରିବାକୁ ପଡ଼ିବ। ଅଧୈର୍ଯ୍ୟ ହେଲେ ଭକ୍ତି କରିପାରିବା ନା। ପ୍ରୟାସ ଆମକୁ ଲାଗି ରହିବାକୁ ପଡ଼ିବ ଭଗବାନଙ୍କ ଭକ୍ତିରେ। ପ୍ରୟାସ କରି କରି ଯିବା, ଭଗବାନ ସମୟ ଆସିଲେ କୃପା କରିବେ ନାଇକି? ତ ଠିକ ସେଭଳି ଭାବରେ ଯେଉଁମାନେ ଭଗବାନଙ୍କର ଭକ୍ତି ଆଚରଣ କରୁଛନ୍ତି, ଯଦିବା ସେମାନଙ୍କ ପାଖରେ ଭକ୍ତି ଏ ପର୍ଯ୍ୟନ୍ତ କରିବା ପାଇଁ ଇଚ୍ଛା ହେଇନି, କିନ୍ତୁ ପ୍ରୟାସ କରୁଛନ୍ତି। ସେ ଧନୀ ବ୍ୟକ୍ତି ହଉ, ସେ ଉଚ୍ଚ ଶିକ୍ଷିତ ହଉ, ଯାହା ଯିଏ ବି ହଉ ନା କାହିଁକି, ଆମେ ପ୍ରୟାସ କରୁଛନ୍ତି ଭକ୍ତି କରିବା ପାଇଁ, କିନ୍ତୁ ଭକ୍ତି ଆମର ଏପର୍ଯ୍ୟନ୍ତ ହେଇନି। ଯେତେବେଳେ କେତେବେଳେ ହବ ସେଇଟା ନା, ଭଗବାନ ଯେତେବେଳେ କୃପା କରିବେ ତାହେଲେ ଆମର ଭକ୍ତିଟା ଠିକ ସେ ହେଇପାରିବ। ସେ ପର୍ଯ୍ୟନ୍ତ ଆମକୁ ପ୍ରୟାସ କରିବା ପାଇଁ। ରୂପ ଗୋସ୍ୱାମୀ କହିଲେ ନା, କଣ ସେଇଟା ପ୍ରୟାସ ଗୋଟେ ଶବ୍ଦ ଆସେ, ଶ୍ଲୋକଟା କଣ? ହଁ, 6ଟା ଭକ୍ତିରେ 6ଟା ଜିନିଷ ଆମକୁ ସାହାଯ୍ୟ କରୁଛି। କଣ କଣ? ଉତ୍ସାହ, ନିଶ୍ଚୟ, ଧୈର୍ଯ୍ୟ, ତତ୍ତତ୍ କର୍ମ ପ୍ରବର୍ତ୍ତନା। ତାପରେ କଣ? ଷଡ଼ବେ ଭକ୍ତି ପ୍ରସିଦ୍ଧ, ସଙ୍ଗତ୍ୟାଗ ଶତବୃତ୍ତି, ଷଡ଼ବେ ଭକ୍ତି ପ୍ରସିଦ୍ଧ, ଉତ୍ସାହ, ନିଶ୍ଚୟ, ଧୈର୍ଯ୍ୟ। ତ ଏଇ ସବୁଥିରେ ଆମକୁ ପ୍ରୟାସ କରିବାକୁ ପଡେ। ବେଳେ ବେଳେ ନିରୁତ୍ସାହିତ ହଉଛନ୍ତି, କିନ୍ତୁ ନିରୁତ୍ସାହିତ ହେଲେ ମଧ୍ୟ ଆମେ ସେ ଭିତରେ ଲାଗି ରହିବା। ଉତ୍ସାହ, ନିଶ୍ଚୟ, ଧୈର୍ଯ୍ୟ, ତତ୍ତତ୍ କର୍ମ ପ୍ରବର୍ତ୍ତନ। ଭକ୍ତିରେ ଉତ୍ସାହ ଗୋଟେ ଆସୁଛି ଶବ୍ଦ। ଆମେ କେତିକି ଉତ୍ସାହ ସହକାରେ କରୁଛନ୍ତି ଭକ୍ତି, ସେ ଉପରେ ନିର୍ଭର କରୁଛି ଆମର ଆଗକୁ ଭକ୍ତିରେ ଫଳ ପ୍ରାପ୍ତ ହେବାର। ତେଣୁ ଏଠି କଥା ଆସିଥିଲା, ପଡୁଛି, ଯେଉଁମାନେ ଭଗବାନଙ୍କର ଭକ୍ତି ଆଚରଣ କରୁନାହାନ୍ତି, ବର୍ତ୍ତମାନ ସେ ସ୍ତରରେ ପହଞ୍ଚି ନାହାନ୍ତି, କିନ୍ତୁ ପ୍ରୟାସ କରୁଛନ୍ତି। ଏଭଳି ଭାବରେ ପ୍ରୟାସ ଜାରି ରଖିବା ଦ୍ୱାରା ଭଗବାନଙ୍କ କୃପା ଧୀରେ ଧୀରେ ଆମକୁ ମିଳିବ। କେବେ ମିଳିବ ଆମେ ସେ ଆଶା ଛାଡ଼ିବା, କିନ୍ତୁ ଲାଗି ରହିବା ଭକ୍ତିରେ। ଏମିତି ଠିକ ଗୋଟେ ସମୟ ଦେଇଦେଲେ ତ ଆମେ ଆଗକୁ ଆଉ ପ୍ରୟାସ କରିବା ନା, ଆମେ ଢିଲା କରିଦେବା ଭକ୍ତିରେ। କିନ୍ତୁ ଭଗବାନ ସେଇ ଜିନିଷଟାକୁ ନିଜ ହାତରେ ରଖିଛନ୍ତି। ତ
इस्कॉन रे प्रभुपाद बहुत सारे धनी व्यक्ति शिष्य अच्छे धनी सब बड़ बड़ धनी से भक्ति आचरण कर प्रयास कर आमे से भाव भक्ति आचरण कर प्रयास चलछि हमर तेणु से निरुत्साहित होगा उचित तो नलकूप कौन कले भाव मदमत्त होता जो नारद मुनि से अभिशाप देले से कौन कले जमला अर्जुन वृक्ष रूप जन्म देले माता यशोदा बांधी दे कि निज घर काम व्यस्त अच्छा नारद मुनि कथा मन पड़ा भगवान कृष्ण को कहले मोर भक्त कथा देइचंती उद्धार करने दुई जन नलकूप जदि माने भौतिकवादी एमानक निकट निकट जीवा आवश्यक नहीं मोर किंतु नारद मुनि जेहेतु कथा देइचंती मुझेठू जीवी से उद्धार करी धीरे धीरे कौन कले युद्ध खोलटा को टाणिले भगवान लीला कर भगवान पाखे सब शक्ति रही संपूर्ण भाव किंतु से टाणी उटारी होती आम देखा सत्य कि पाखे निज निकट किसी बल ना शक्ति ना से कौन कले टाणिले धीरे 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 से जमला वृक्ष जो अच्छी आसी से भितर प्रवेश कले प्रवेश करिया भितर पछपट उदुखोलटा कौन कला से अटकी जाइए अटकिला पर ये देखुं चारिआडे तापरे टाणी देइचंदी जोर रे कौन है वृक्ष दीटा तले उपड़ तले पड़ जा बहुत जोर शब्द हो शब्द शुणिकी ब्रजवासी माने नंद बाबा यशोदा माता समस्त दौड़ी आसिले आसिया पूर्व ये कौन है ना यही दुई जन जो अभिशप्त होते से वृक्ष दीटा दुई जन दिव्य पुरुष बाहर भगवान कृष्ण को स्तव कर प्रार्थना कर नारद मुनि कही कथा देते कहले तुमर मन मन केबे तुम्हें भूलिब नहीं मु अभिशाप देथिबा कथा आउ भगवान कृष्ण तुमको मुक्त करिया कथा केबे तुम्हें भूलिब नहीं एटा सब तुम मन रहिबो एटा मध्य ताको आशीर्वाद दे कही नलकूप से जिते से मुक्त हेले नारद मुनि कथा को मन पकि से कौन कर प्रार्थना कर कृष्ण भगवान कृष्ण बहुत सुंदर भाव प्रार्थना कर भगवान को से बहुत 7 ना 8टा श्लोक से प्रार्थना कर भगवान कहते आपण होते आदि पुरुष आपण होते प्रकृतिर 3 गुणर ऊर्ध्वे आपण को साधारण लोक जापर ना अति सहज तेणु आपण को आम प्रणाम कर प्रार्थना कर भगवान कृष्ण से शुणुंट नलकूपर प्रार्थना को शुणुंट तापरे गोटे सुंदर श्लोक से कहते कहले प्रभु आपणकर भक्त नारद मुनि अभिशाप आमे आपण को दर्शन कर वर्तमान आमे मुक्त है आपणकर केमती भक्त हो पारू सब बेल आमको से आशीर्वाद करतु ये प्रार्थना करमको जहाँ सब इंद्रिय मान मिली से इंद्रिय द्वारा आम सदा सर्वदा आपणकर केमती भल भाव सेवा करूँ से कृपा आमको आशीर्वाद करतु ये प्रार्थना करमती आम आपण सेवा करूँ ये कहते
वाणी गुणानुकथने श्रवणौ कथायम हस्तोच कर्मसु मनस्तव पादयोनः स्मृत्या शिरस्तव निवास जगत प्रणामे दृष्टिम शतम दर्शनेस्तु भवत अनुनाम। एभଳି ଭାବରେ ସୁନ୍ଦର ଶ୍ଲୋକରେ ଗୋଟେ ପ୍ରାର୍ଥନା କଲେ କହୁଛନ୍ତି, ପ୍ରଭୁ ହେ ପ୍ରଭୁ, ବର୍ତ୍ତମାନ ଆମର ବାକ୍ୟ ଆପଣଙ୍କ ଲୀଳା କୀର୍ତ୍ତନରେ ଆଉ କର୍ଣ୍ଣଦ୍ୱୟ ଶ୍ରବଣ ଯୁଗଳ ଆପଣଙ୍କର ମହିମା ଶ୍ରବଣରେ, ହାତ ପାଦ ଏବଂ ଅନ୍ୟ ଇନ୍ଦ୍ରିୟ ଆପଣଙ୍କ ପ୍ରୀତିଜନକ କାର୍ଯ୍ୟରେ, ମନ ଆପଣଙ୍କ ପାଦ ପଦ୍ମ ସ୍ମରଣରେ, ମସ୍ତକ ଏହି ନିଖିଳ ବ୍ରହ୍ମାଣ୍ଡକୁ ପ୍ରଣାମ କରିବାରେ ଏବଂ ଚକ୍ଷୁ ଆପଣଙ୍କ ଠାରୁ ଅଭିନ୍ନ ବୈଷ୍ଣବ ମାନଙ୍କୁ ଦର୍ଶନ କରିବାରେ ରତ ହଉ। ଏଭଳି ଭାବେ ପ୍ରାର୍ଥନା କଲେ। ଅର୍ଥାତ୍ ଏଠି ଶିକ୍ଷା ଦଉଛନ୍ତି ଭଗବାନଙ୍କର ଭକ୍ତି ଆମେ କେମିତି କରିବା, କଣ କଣ ଅଙ୍ଗ ଦ୍ୱାରା ଆମେ ଭଗବାନଙ୍କର ଭକ୍ତି ଯାଜନ କରିପାରିବା ସେସବୁ ବର୍ଣ୍ଣନା କରୁଛନ୍ତି। 9ଟା ଭକ୍ତିର ଅଙ୍ଗ ଦିଆଗଲା। ଶ୍ରବଣମ୍ କୀର୍ତ୍ତନମ୍ ବିଷ୍ଣୁ ସ୍ମରଣମ୍ ପାଦ ସେବନମ୍ ଅର୍ଚ୍ଚନମ୍ ବନ୍ଦନମ୍ ଦାସ୍ୟମ୍ ସାକ୍ଷ୍ୟମ୍ ଆତ୍ମନିବେଦନ। ଏଭଳି ଭାବରେ ବିଭିନ୍ନ ଅଙ୍ଗ ଦ୍ୱାରା ଏ 9 ପ୍ରକାର ଭକ୍ତି ଯାଜନ ଆମେ କରିପାରିବା। ଯେମିତି ଏଠି କହୁଛନ୍ତି ଆମର ବାକ୍ୟ ଭଗବାନଙ୍କ ଲୀଳା କୀର୍ତ୍ତନରେ ରତ ରହୁ। ଆମକୁ ଯୋଉ ଇନ୍ଦ୍ରିୟ ମାନେ ମିଳିଛନ୍ତି ଭଗବାନଙ୍କର ସେବାରେ କଣ କରିବା, ସେମାନଙ୍କୁ ଯୁକ୍ତ କରିବା। ଯିବା ଦ୍ୱାରା ଭଗବାନଙ୍କର କଣ କରିବା, ଗୁଣଗାନ କରିବା, ନାଇଁ କି? ସେଇଟା ହଉଛି ଭକ୍ତି। ତାପରେ କର୍ଣ୍ଣ ଦ୍ୱାରା ଭଗବାନଙ୍କର କଥା ଶ୍ରବଣ କରିବା। ଚକ୍ଷୁ ଦ୍ୱାରା କଣ କରିବା, ଭଗବାନଙ୍କ ରୂପକୁ ଦର୍ଶନ କରିବା। ମନ ଦ୍ୱାରା ଭଗବାନଙ୍କର କଥାକୁ ସ୍ମରଣ କରିବା। ଏଭଳି ଭାବରେ ଆମର ଇନ୍ଦ୍ରିୟ ମାନଙ୍କୁ କଣ କରିବା, ଭଗବାନଙ୍କ ସେବାରେ ଲଗେଇବା। ଆଉ ମସ୍ତକକୁ ଭଗବାନଙ୍କର ଚରଣରେ କଣ କରିବା, ପ୍ରଣାମ କରିବା ପାଇଁ ଲଗେଇବା। ହାତ ପାଦ ଆଉ ଅନ୍ୟ ଇନ୍ଦ୍ରିୟ ମାନଙ୍କୁ ଭଗବାନଙ୍କର ମନ୍ଦିର ମାର୍ଜନରେ ଆମେ ଲଗେଇ ପାରିବା। ଯଦ୍ୱାରା କଣ ହବ ନା ଆମର ଇନ୍ଦ୍ରିୟ ମାନେ ଶୁଦ୍ଧ ହେବେ ଏବଂ ଆମେ ପବିତ୍ର ହେଇପାରିବା। ତ କୁବେର ପୁତ୍ର ମାନେ ଏଭଳି ଭାବରେ ପ୍ରାର୍ଥନା କରି କଣ କଲେ, ଭଗବାନ କୃଷ୍ଣଙ୍କୁ ସେଠି ପରିକ୍ରମା କଲେ। ଭଗବାନ କୃଷ୍ଣଙ୍କୁ ପରିକ୍ରମା କଲା ବେଳେ ଭଗବାନ କୃଷ୍ଣ ସେଠି ହସୁଛନ୍ତି, ସ୍ମିତହାସ୍ୟ କରୁଛନ୍ତି। ସ୍ମିତହାସ୍ୟ କରି ସେମାନଙ୍କୁ ଆଶୀର୍ବାଦ ଦେଲେ, କହିଲେ ଠିକ ଅଛି, ତୁମେ ବର୍ତ୍ତମାନ ତୁମ ଯୋଉ ସ୍ଥାନରେ ରହୁଥିଲ ସେଇ ସ୍ଥାନକୁ ତୁମେ ଯାଇପାର। ଆଉ ମୁଁ ତୁମକୁ ଏଇଭଳିଆ ଆଶୀର୍ବାଦ କରୁଛି, ତୁମେ ଯେମିତି ମତେ କେବେ ହେଲେ ଭୁଲି ନ ଯାଅ, ଆଉ ମୋର ଭକ୍ତିରେ ସବୁବେଳେ ସଦା ସର୍ବଦା ଲାଗିକି ରୁହ। ଏଭଳି ଭାବରେ କହି କଣ କଲେ, ସେମାନଙ୍କୁ ବିଦାୟ ଦେଲେ। कृष्ण हरे कृष्ण 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 हरे हरे